କମୟ ମହୋଦୟ ଏବଂ ଏହି ତ୍ରିରଙ୍ଗା ପତାକା ତଳେ ଥିବା ଛୋଟ ଭାଇ ଓ ଭଉଣୀ ସମସ୍ତଙ୍କୁ ମୋର ବାର୍ଷିକ ଶୁଭେଚ୍ଛା। ଆଜି ହେଉଛି ପବିତ୍ରତମ ଦିବସ। 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଭାରତ ସ୍ୱାଧୀନତା ଲାଭ କରିଥିଲା ଏବଂ ଏହାର ଅନେକ ମହାପୁରୁଷମାନେ 1947 ମସିହାରେ ଏହି ଭାରତକୁ ସଂଗ୍ରାମ କରି ଏବଂ ମହାପୁରୁଷମାନେ ପଣ୍ଡିତ ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବକ୍ସି ଜଗବନ୍ଧୁ, ଜୟ ରାଜଗୁରୁ, ଏହିପରି ମହାନ ବ୍ୟକ୍ତିମାନେ ମହାପୁରୁଷମାନେ ଆମ ଭାରତକୁ ଜଜାଙ୍ଗ ଦେଇ ନିଜର ଆତ୍ମସମର୍ପଣ କରି ଭାରତକୁ ଫେରାଇ ଆଣିଥିଲେ ଏବଂ ଭାରତକୁ ସ୍ୱାଧୀନତା ଲାଭ କରିଥିଲେ। ତେଣୁ ଆମେ ଏହି ଦିନକୁ ଅଗଷ୍ଟ 15 ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରି ଆସୁଅଛୁ। ଏଣୁ ଆଜିର ଦିନକୁ ପବିତ୍ର ଦିନ ରୂପେ ଆମେ ମନେ କରିଅଛୁ। ଯେହେତୁ 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ସ୍ୱାଧୀନତା ହେଇଥିଲା ସତ, କିନ୍ତୁ ଭାରତର ସମ୍ବିଧାନ ଆଇନ ପ୍ରଣୟନ ହୋଇନଥିଲା। ଆଇନ ପ୍ରଣୟନ କାର୍ଯ୍ୟକାରୀ ହେଇଥିଲା ଜାନୁଆରୀ 26 ସାଧାରଣତନ୍ତ୍ର ଦିବସରେ। ଆମର ସମ୍ବିଧାନର 1950 ମସିହାରେ ସମ୍ବିଧାନ ଆଇନ ପ୍ରଣୟନ କାର୍ଯ୍ୟକାରୀ ହେଇଥିଲା। ତେଣୁକରି ଆମେ ଏହି ଦିନଟିକୁ ପବିତ୍ର ଦିନ ରୂପେ ପାଳନ କରୁ ଏବଂ ନିଜକୁ ଗର୍ବ ମନେ କରୁ। ଏତିକି କହି ମୁଁ ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ।